जय जगन्नाथ आपण मानक प्रज्योति स्वाल को स्वागत। देखंतु आगु आसी सुदशा व्रत। सुदशा व्रत बहुत लोग माने महिला मानक मन रे बहुत खुशी थाए जे सुदशा व्रत नहीं कहीं कही जे माँ लक्ष्मी प्रिय व्रत अत्यंत प्रिय व्रत होची सुदशा व्रत। तो सुदशा व्रत आगु को आसी किंतु बहुत लोक मान मन बहुत किछि प्रश्न थाए। तो आमे बहुत भाबती जे आमे मंदिर रे केवल पूजा करदबा किंतु मंदिर रे पूजा कर सारा पर आमे घरे पूजा करिया कि नाही कि आम जदि किछ असुविधा समय चलछि ऋतुस्राव समय चलछि केमती पूजा करिबा जो माने प्रेग्नेंट महिला माने अछंती से माने पूजा करिवे कि नाही भल न पड़िले कौन व्रत पूजा हेब कि नाही ए सबु नेइकिना मु ए भिडियोटी आपनक पई आनछि। देखो फास्ट होछि भल तो बहुत लोक माने महिला मानेकर माने मनरे गोटे विश्वास गोटे सेटा अंधविश्वास कि कौन गोटे थाए जे से माने भाबती एई मासटी भल पड़ी नाही जेहेतु एटा पौष मास कि चैत्र मास कि आश्विन मास ये मास गुड़ाक भल मास नुहे। तो एई मासरे जदि सुदशा व्रतटी पड़ुची तो एटा भल मासटी नुहे। तो तेणुक आमे पूजा करूँ ना। बहुत महिला माने कहते मुझे शुणी आमर ये मासटी भल मास नुहे तेणु आमे करूँ केवल मार्गशीर माघ मासरे पड़े आमे व्रत करूँ सेठी। देखो मु कौन सी कहार भावना को माने आपन भावते मु कहूची किंतु मु जहाँ मो आम घरे पूजा शिखी मो शाशुघर पूजा शिखी से मु बेले बेले आपण निजको प्रश्न करंतु जे पूजा तो पूजा आपण निजको प्रश्न करंतु मु किछि कहयाको चाहूनी कारण समस्त निजर गोटे विश्वास थाए समस्त चाहती माँ समस्त घर को आसती किंतु आपण निजको प्रश्न करंतु तापरे निजे ही माने तार उत्तर पाइजिबे जे पूजा तो पूजा सेटा भलरे पड़ू कि खराब रे पड़ू ठीक अच्छे आपण जदि करी नाहांती तो सी अलगा कथा प्रथम थर भाबे जदि आपण प्रथम थर भाबे करिचंती तो जेते थर पड़िबो सेते थर कले असुविधा कोउठी ସେଇଟା ହଉଛି ପୂଜା ତ ପୂଜା ମାଙ୍କର ପୂଜା ମାନେ ଆପଣ ବର୍ଷରେ ଯଦି 12 ମାସରେ 12ଟି ବି ସୁଦଶା ବ୍ରତ ପଡ଼ିବ ତ ସମସ୍ତେ ଖୁସିରେ କରିବା କଥା ସେଥିରେ ଭଲ କି ଖରାପ ତ ସେମିତି କିଛି ପୁରାଣରେ ମଧ୍ୟ ଲେଖା ନାହିଁ। ଆପଣ ନିଜେ ମାଣବସା ବହି ହଉ କି ଆପଣ ସୁଦଶା ବ୍ରତର ବହି ମଧ୍ୟ ଆପଣ ଯଦି ପଢ଼ୁଥିବେ ସେଠି ତ ସେମିତି କିଛି ଲେଖାଯାଇନି ଯେ ଏଇ ମାସରେ ପଢ଼ିଲେ କରିବେ କି ଏଇ ମାସରେ କଲେ କରିବେନି ସେମିତି ତ କିଛି ଲେଖାଯାଇନି। ସେଠି ଲେଖାଯାଇଛି ଶୁକ୍ଲପକ୍ଷ ଦଶମୀ ତିଥି ଗୁରୁବାର ପଡ଼ିଲେ ସୁଦଶା ବ୍ରତ ହୁଏ ସେଇ ବ୍ରତଟି ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇ। ତ ଏଇ ଲାଇନ୍ ତ ଲେଖାଯାଇଛି ସେଠି ତ ଭଲ ଆଉ ଖରାପ ଲେଖାଯାଇନାହିଁ। ତାହେଲେ ଆପଣମାନେ କ'ଣ ପାଇଁ ଭାବୁଛନ୍ତି ଯେ ଆମେ ଭଲ ମାସରେ ପଡ଼ିଲେ ସୁଦଶା ବ୍ରତଟି ଆମେ କରିବା ଆଉ ଖରାପ ମାସରେ ପଡ଼ିଲେ ଆମେ କରିବାନି ସେଇଟା ଆପଣଙ୍କର ଚିନ୍ତାଧାରା। ଆପଣ ମାନେ ଜଣେ କହିଦେଲା ବୋଲି ଆମେ ସେଟା ପାଳନ କରି ଆସୁଛୁ କିନ୍ତୁ ଆପଣ ଥରେ ଭାବି କରି ଦେଖନ୍ତୁ ଆଉ ଆପଣ ଯଦି ମୋ ମତ ନେବେ ତାହେଲେ ମୁଁ କହିବି ଆପଣ ଯଦି ପୂଜା କରି ଆସୁଛନ୍ତି ତାହେଲେ ଆପଣ ବ୍ରତକୁ କରନ୍ତୁ କିଛି ଅସୁବିଧା ହବନି। ମାଙ୍କ ପୂଜା କଲେ କ'ଣ ଅସୁବିଧା ହବ କିଛି ଅସୁବିଧା ହବନି। ଭଲ ମାସରେ ପଡ଼ୁ କି ଖରାପ ମାସରେ ପଡ଼ୁ ବ୍ରତ ଯଦି କରି ଆସୁଛନ୍ତି ତାକୁ ଛାଡ଼ିବା ଆମ ପାଇଁ ଠିକ୍ ନୁହେଁ। ତେଣୁ ବ୍ରତ ସମସ୍ତେ କରିବା ନିହାତି ଭାବରେ ଦରକାର। ତାପରେ ରହିଲା ମନ୍ଦିରରେ କେତେକ ମହିଳା ମାନଙ୍କର କୌଣସି ଅସୁବିଧା କି ତାଙ୍କର ଅଛି ଯେ ମନ୍ଦିରରେ କରିବାର ମନ୍ଦିରରେ ପୂଜା କଲେ କିଛି ଅସୁବିଧା ନାହିଁ ଆପଣ ମାନେ ମନ୍ଦିରରେ ପୂଜା କରିପାରିବେ। ମନ୍ଦିରକୁ ଯେମିତି ପୂଜା ସାମଗ୍ରୀ ଯାହା ବି ଆପଣ ଘରେ ପୂଜା ସାମଗ୍ରୀ ନେଇକରି ମାଙ୍କୁ ପୂଜା କରୁଛନ୍ତି ସେହିପରି ଆପଣ ମନ୍ଦିରକୁ ମଧ୍ୟ ସେଇ ସବୁ ସାମଗ୍ରୀ ଯେମିତିକି ଗୁଆ ବ୍ରତ ଦୀପ ଫଳ ମଣ୍ଡା ପିଠା ପଣା ଭୋଗ ଏଇସବୁ ନେଇକରି ମଧ୍ୟ ଆପଣ ପୂଜା କରିପାରିବେ। ନହେଲେ ମଣ୍ଡା ପିଠା ଆପଣ ଘରେ ମଧ୍ୟ ପୂଜା କରିପାରିବେ। ପଣା ଭୋଗ ଆପଣ ମିଶେଇ କରି ନେବେନି ଅଲଗା ଅଲଗା ନେବେ ସେଇଠି ଆପଣ ନନା ଆମର ସବୁ ମିଶେଇ କରି ପୂଜା ଟିକେ ଲଗେଇ ପାରିବେ। ଆପଣ କ'ଣ କରିବେ ସେଠୁ ପୂଜା କରି ଆସି ସାରିଲା ପରେ ଘରେ ଆପଣ ପୂଜା କରିବେ କି ନାହିଁ ଦେଖନ୍ତୁ ଘରେ ଆପଣ ଯେମିତି ପଞ୍ଚ ଉପଚାରରେ ପୂଜା କରିବା କଥା ମାଙ୍କୁ ସେମିତି ପୂଜା କରିପାରିବେ। ମାଙ୍କ ପାଖରେ ଦୀପ ଧୂପ ଝୁଣା କର୍ପୂର ଲଗେଇ ପାରିବେ। ମାଙ୍କ ପାଖରେ ପଣା ଭୋଗ ପୁଣି ଆଉ ଥରେ ଲଗେଇ ପାରିବେ ଫଳ ଭୋଗ ଲଗେଇ ପାରିବେ ମଣ୍ଡା ପିଠାର ଭୋଗ ମଧ୍ୟ ଲଗେଇ ପାରିବେ। କିନ୍ତୁ ଆପଣ ଗୁଆ
ଯେହେତୁ ଗୁଆ ଆପଣ ମନ୍ଦିରରେ ପୂଜା କରି ଆସିଛନ୍ତି ତ ମନ୍ଦିରରେ ଆଉ ଥରେ ଘରେ ଆଉ ଥରେ ଗୁଆ ବସେଇ ପୂଜା କରିବା ଦରକାର ନାହିଁ କି ଆପଣ ବ୍ରତଟି ମନ୍ଦିରରେ ପୂଜା କରିଛନ୍ତି ବୋଲି ଆଉ ପୂଜା ମଧ୍ୟ ବ୍ରତକୁ କରିବେ ନାହିଁ ଭୁଲ କରି ମଧ୍ୟ ଭୁଲ ସେ ବ୍ରତକୁ ଆଉ ପୂଜା କରିବେ ନାହିଁ କେବଳ ମା ଲକ୍ଷ୍ମୀଙ୍କ ପାଦ ସ୍ପର୍ଶ କରି ଆପଣ ବହି ପାଠ କରିସାରିଲା ପରେ ଆପଣ କ'ଣ କରିବେ ସେ ବ୍ରତଟିକୁ ପିନ୍ଧି ପାରିବେ। ଏବେ ଯଦି ଆପଣଙ୍କର ଗର୍ଭବତୀ ମହିଳାମାନେ ପୂଜା କରିପାରିବେ କି ନାହିଁ ଗର୍ଭବତୀ ମହିଳା ଯେଉଁମାନେ ପ୍ରେଗନେଣ୍ଟ ଅଛନ୍ତି ସେମାନେ ମଧ୍ୟ ଏଇ ପୂଜାକୁ କରିପାରିବେ ଚାହିଁବେ ଯଦି ମନ୍ଦିରରେ ପୂଜା କରିପାରିବେ ନହେଲେ ଘରେ ମଧ୍ୟ ପୂଜା କରିପାରିବେ କିଛି ଅସୁବିଧା ନାହିଁ। ଆପଣ ଯଦି ପୂଜା ନ କରିପାରୁଛନ୍ତି ମନ୍ଦିର ଯାଇପାରୁନାହାନ୍ତି ତାହେଲେ ମଧ୍ୟ ଆପଣଙ୍କର ଯଦି ସ୍ୱାମୀ ଅଛନ୍ତି ସ୍ୱାମୀଙ୍କୁ କହିକି ସ୍ୱାମୀ ଯାଇକରି ମଧ୍ୟ ପୂଜା କରିପାରିବେ ନହେଲେ ଆପଣଙ୍କ ଶାଶୁ କି ଯାଆ କି ନଣନ୍ଦ ଯିଏ ବି ଆପଣଙ୍କ ପାଖରେ ଅଛନ୍ତି ସେମାନେ ମନ୍ଦିର ଯାଇକରି ଆପଣଙ୍କ ନାଁରେ ଆପଣଙ୍କର ବ୍ରତ ଆପଣଙ୍କ ଗୁଆ ମଧ୍ୟ ପୂଜା କରିପାରିବେ କିଛି ଅସୁବିଧା ନାହିଁ। ଆପଣ ଭୋଗ ଫଳମୂଳ ଖାଇ ମଧ୍ୟ ରହିପାରିବେ ବ୍ରତ ମଧ୍ୟ ବାନ୍ଧି ପାରିବେ କିଛି ଅସୁବିଧା ନାହିଁ। ଯଦି ଆପଣଙ୍କ ଋତୁସ୍ରାବ ସମୟ ଚାଲିଛି ତାହେଲେ କେମିତି ପୂଜା କରିବେ ଦେଖନ୍ତୁ ଆପଣ ଯଦି ଋତୁସ୍ରାବ ସମୟ ଚାଲିଛି ଆପଣ ତ ଘରେ ପୂଜା କରିପାରିବେନି ଆପଣଙ୍କ ନାଁରେ ଆପଣଙ୍କ ଯଦି ଶାଶୁ ଘରେ ରହୁଛନ୍ତି ଆପଣଙ୍କ ଶାଶୁ କି ଯାଆ ଆପଣଙ୍କର ବ୍ରତଟି ପୂଜା କରିପାରିବେ। ଆପଣଙ୍କ ସ୍ୱାମୀ ଯଦି ସେତିକି ପୂଜା କରିପାରିଥିବେ ତାହେଲେ ମଧ୍ୟ ଆପଣଙ୍କ ସ୍ୱାମୀ ମଧ୍ୟ ଏକୁଟିଆ ସମୟରେ ପୂଜା କରିପାରିବେ ନହେଲେ ମନ୍ଦିରରେ ନେଇକରି ଆପଣଙ୍କର ଗୁଆ ବ୍ରତ ଅଲଗା ଯାହା ବି ଫଳମୂଳ ନେଇକରି ମଧ୍ୟ ପୂଜା କରିପାରିବେ। ଆପଣଙ୍କ ବ୍ରତଟି ଆପଣଙ୍କ ପାଖରେ ସେମିତି ଥିବ ଆପଣ କିନ୍ତୁ ନୀତି ନିୟମ ଯେମିତି ସେଦିନ ମୁଣ୍ଡ ଧୋଇ ଗାଧେଇବା ଯେମିତି ବିନା ପିଆଜ ରସୁଣ ଯେମିତି ବ୍ରତଟି ପୂର୍ବରୁ ପାଳନ କରିଥିଲେ ସେମିତି ପାଳନ କରିବେ କିନ୍ତୁ ଆପଣ ସେଦିନ ବ୍ରତ ପିନ୍ଧିବେ ନାହିଁ ଆପଣଙ୍କୁ ଯେତେ 7 ଦିନ ହେଇଯିବ ଆପଣ ମୁଣ୍ଡ ଧୋଇ ଗାଧେଇ ସାରିଲା ପରେ ଆପଣ ସେଇ ବ୍ରତରେ 10ଟି ଗଣ୍ଠି ଯଦି ପଡ଼ିନଥିବ 10 ଗୋଟି ଗଣ୍ଠି ମାଙ୍କ ନାମରେ ଦେଇକରି ପୂଜା କରିପାରିବେ। ତ କିଛି ଅସୁବିଧା ନାହିଁ କିନ୍ତୁ ଆପଣଙ୍କୁ 7 ଦିନ ପରେ ହିଁ ଆପଣଙ୍କ ହାତରେ ମାନେ ବ୍ରତଟି ପିନ୍ଧିବେ ତା ପୂର୍ବରୁ ପିନ୍ଧିବେ ନାହିଁ ଭଲ ନୁହେଁ। ତ ଏଇପରି ଭାବରେ ସାବିତ୍ରୀ ବ୍ରତର ସୁଦଶା ବ୍ରତର କିଛିଟା ଛୋଟ ଛୋଟ ନିୟମ ରହିଛି। ଆଶା କରୁଛି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ ଏଇ ଭିଡ଼ିଓଟି ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।